हरि ओम नमो भगवते वासुदेवाय। ओम नमो भगवते श्री महापुरुषोत्तमदाय। जय जय महापुरुषोत्तम जी की जय। महापुरुष कहले बाबू रे सब बेले गोटे कथा कहूँ जोबरा घाट कथा। जोबरार परीक्षा हे जोबरार परीक्षा हे शुरू। जोबरा 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 ज्ञानी होई बेटी घावरा होइब भारत लड़ाई सरीब सबुरी बड़ाई एकाक्षर मंत्र परीक्षा करिब भक्त मन को जे धोका लागिब बगड़ा माली को भक्ते पकाई थोके उठिबे केते बड़ाई टाणपण तांको सबु भांगिब गुजरी रास पुणी होइब कालिया घाईर पुणी सेठावर बइब सेठारे रक्तर धार गोल चहल जे केते लागिब कटकर कटक ठारे जे रक्त बहिब कटक कोटीरे धार रक्त जोगनी खाई जीवे केते माउस मंत्री जे होइबे पुणी जलका आखि थाइन से हेड़का जोगिनी होइबे देशे प्रबल मुड़ी खाई बेटी मेड़ छपल प्रकाश यज्ञ जे हेबने बाल सेठारे धरा होई बेटी चोर गालुआ मालुआ केते मरिबे खंड ज्ञानी सबु झड़ी पड़िबे झुलामाला धरी केते भकत देवी पी जीवे केते रकत उआ भात खिया केते बाबाजी ठिकोना स्थान रे जीवेटी भाजी मारु मोहरग पुणी पड़िब अधीन रे नदी बढ़ी न जीव छिन्न छत्र हेब एही संसार मधुआ माताल हेबे प्रबल सत्य संगे कली हेब समर बार हाथ खंडा हेब बाहार सिद्ध मांस पुणी जेते भकत चामुंडा पीबे तांकर कत गुजरी रास निश्चय होइब भक्त बांछाटी जे पूर्ण होइब पाषांडी जे रुंड होई नथिबे बिरजाई तांको मुंड मोड़िबे भैरवी डाक निश्चय होइब चंद्र परे तारा उदय हेब अज्ञानी निंदुक केते मरिबे खचुआ मिछुआ निश्चयटी जीवे धोला कोला घोड़ा हेबे बाहार होइब पुणी जे मेछ संहार मार्गशीर मास गुरुवार रे देवी बाहारिबे सेते बेल रे मधुमास रे जे हेब परीक्षा से बेले कलकी देवेटी देखा ध्रुमवन हेब एही संसार बाबूरे धुआं बन्न हो संसार रंजा पड़िब जे जान उत्तर बाट जे अबाट पुणी होइब मारु मोहरग केते पड़िब अणघरुआ जे हेबे भरुआ संसारे व्यापीब पुणी कारुआ 13 दिन पुणी पक्ष होइब
ମିନସନି ଯୋଗ ସେବେଳେ ହେବ 2.5 ବରଷ ପୁଣି ରାଜନ ଦିବସରେ ତାରା ଦିଶେ ଗଗନ ଭକ୍ତଙ୍କୁ କଷଣ ବହୁ ପଡ଼ିବ ଚୌଦୁଆରରେ ଯୁଦ୍ଧ ଯେ ହେବ ବୈଜ୍ଞାନିକ ଯନ୍ତ୍ର ହେବ ଚଳ ନିକଟରେ ପୁଣି ହୋଇବ ଗୋଳ ତପ ସଙ୍ଗେ ତୋପ ହେବ ପରୀକ୍ଷା ସତ୍ୟ ଅନନ୍ତଟି ଦେବେ ହିଁ ଦେଖା ଅନନ୍ତ ଯୁଗଟି ପୁଣି ହୋଇବ ଅଚ୍ୟୁତି କାମନା ପୂର୍ଣ୍ଣ ହୋଇବ ଆଗେ ମରିବେ ଯେ ସେ ବଣିଜାରୀ ତାପରେ ପୁଣି ମରିବେ ସୁନାରୀ ତାପରେ ମରିବେ ସେ ସୂତ୍ରଧାରୀ ତାପରେ ମରିବେ ସେ କୃଷିକାରୀ ଶେଷରେ ମରିବେ ବହୁ ସଂସାରୀ ତାପରେ ମରିବେ କେତେ ଭିକାରୀ ପ୍ରତିହତ ଶିରି ସେବେ ହୋଇବ ଅଚ୍ୟୁତି ଦାସର କାମନା ପୂରିବ ନିମାଳ ବଟକୁ ଲୟ ଲଗାଇ ଠିକଗାର ପୁଣି ଅଚ୍ୟୁତି କହି ପଦ୍ମବନ ଅଟେ ନେମାଳ ଗ୍ରାମ ସେଠାରେ ଅଚ୍ୟୁତି କଲା ବିଶ୍ରାମ ଏକରେ ଦୁଇକୁ ଦେବୁ ମିଶାଇ ଚାରିକୁ ଲେଖିବୁ ତା ତଳେ ନେଇ ଋତୁ ଥୋଇବୁ ପୁଣି ତା ତଳର ସପ୍ତ ଅଙ୍କ ଯୁକ୍ତ 12 ଏଇଠାରେ ମୋର ଟଳିବ ନାହିଁ ଅଚ୍ୟୁତି ଦାସଟି ଗୀତରେ କହି କାଠମାଳିଆକୁ ପ୍ରଥମ ଧାଡ଼ି ଦ୍ୱିତୀୟରେ ଯିବେ ସେ ପାକା ଦାଢ଼ି ତୃତୀୟରେ ଜଟା କୌପୁନି ପୁଣି ଚତୁର୍ଥରେ ଉଆ ଖିଆ ଭୁଷୁଡ଼ି ଆଉ ପାଞ୍ଚରେ ପାଞ୍ଚ ଯେ ଗଞ୍ଜାଇ ଖିଆ ହୁଙ୍କା ପୂଜୁଛନ୍ତି ହୋଇଗାଲୁଆ ଷଷ୍ଠ ଧାଡ଼ିରେ ଯେ ଏହାଙ୍କ ପାଳି ଭେକ ସାଜିଛନ୍ତି କେତେ କପାଳି ସପ୍ତମ ଧାଡ଼ିରେ ଏମାନେ ଯିବେ ଡୋର କୌପୁନି ଆଶ୍ରେ ମରିବେ ନବମରେ ଯିବେ ନାଗାନ୍ତି ପୋଲ ଦଶମେ ମରିବେ ହୋଇ କଲବଲ କୋଠାଉ ଖଡ଼ଙ୍ଗ ଯେତେ ବାବାଜି ଏଗାରେ ମରିବେ ଯେତେ କପାଜି ସିନ୍ଦୁର ତିଳକ ଦେହେ ଲଗାଇ ବାରରେ ଏହାଙ୍କ ପାଳିଟି ହୋଇ ତେରରେ ତେରୁଆ ତରକେ ଯିବେ ଚଉଦରେ ଟାଉଟରି ମରିବେ ଚିତା ଚୈତନ ମଧୁଆ ଭକ୍ତ 15 ଧାଡ଼ିରେ ଯିବେଟି ସେତ ଶୁଦ୍ଧ ମାଂସ ଖିଆ 16ରେ ଯିବେ ପରଘର ବୁଢ଼ା 17ରେ ଭାବେ 18ରେ ଅଠା ମରି ନ ଯିବ ରାଣ୍ଡୁଆ ଭାଣ୍ଡୁଆ ମରିବେ ସର୍ବ ତମ୍ବା କଡ଼ା ଗଡ଼ୁ କେନ୍ଦୁଳ ବାଡ଼ି ଏମାନେ ଯିବେଟି 19ରେ ଧାଡ଼ି 20 ଧାଡ଼ିରେ ଭକତ ମେଳ ଦିନ ଅଚ୍ୟୁତିର ମତି ଚଞ୍ଚଳ ନେମାଳ ବଟକୁ ଅଛି ନାହିଁ ବାରଣରେ ଲୀଳା ଦେଖିବା ପାଇଁ ଚିତ୍ରତୋଳା ନଦୀ 12 ସଖା ଅଚ୍ୟୁତି ଦାସର ଭବିଷ୍ୟ ଲେଖା ମହାପୁରୁଷ କହିଲେ ବାବୁରେ ଯିଏ ସବୁ ଦାଢ଼ି ରଖିଛନ୍ତି ବାଡ଼ି ଧରିଛନ୍ତି ଗେରୁଆ ପିନ୍ଧୁଛନ୍ତି ଅରୁଆ ଖାଉଛନ୍ତି
ଚିତା ତର୍କ ମାରୁଛନ୍ତି, ନାଳିଆ ଳିଆ ପିନ୍ଧୁଛନ୍ତି, ପୁଣି ପିଣ୍ଡା ପିନ୍ଧୁଛନ୍ତି, ସେଇମାନେ ସବୁ ପାଳି କରିବ, କେହି ରକ୍ଷା ପାଇବେନି, କେହି ରକ୍ଷା ପାଇବେନି ବାବୁ। ବାଣ ବସୁରୁ ତୁ ଘନ ମିଶାଇ ଏଥି ମଧ୍ୟରେ ଯେ ଖେଳ ହେବଇ, ଚନ୍ଦ୍ରବାଣ ରାମ ବାଣ ଥୋଇବୁ, ଈଶାଲରେ ଯେ ଠିକଣା ଜାଣିବୁ, ଚାରିରେ ଚାରି ହୋଇବଟି ନାଶ, ଚୌବନରେ ଉଡ଼ିବ ସାହସ, ନିଷ୍ଠା କହିଲେ ଯେ ତହିଁ ଅଚ୍ୟୁତ, ନ ତିନି ଘନେ ପାଞ୍ଚ ମିଶାତ। ମହାପୁରୁଷ କହିଲେ ନ ତିନି ଘନେ ପାଞ୍ଚ ମିଶା, ନ ରହିବ ଦୁମନ ଯେ ତୁରିତ, ଠିକଣା ଅଚ୍ୟୁତି କଲେ ତିନି ବାମ ପାଞ୍ଚେ, ସୁନର ପାଞ୍ଚ ରଖିଲେ, ଠିକଣା ଅଚ୍ୟୁତି କଲେ ତିନି ବାମେ ପାଞ୍ଚ ରଖିଲେ, ରାମଚନ୍ଦ୍ରରେ ଠକିଯିବ ମିନସନି ଭଲେ, ରାମଚନ୍ଦ୍ରରେ ଯେଉଁ ମିନସନି ଏବେ ପଡ଼ିବ ସମସ୍ତେ ଠକିଯିବେ। ଅଣାକ୍ଷର ବାର ବାର ଜପୁଥିବୁ ତୁଜେ 32 ଉପର, ରାମଚନ୍ଦ୍ରରେ 333 ଜଗିଥା କେହି ନୁହେଁ କାହାର, ରାମଚନ୍ଦ୍ରରେ। କହିଲେ ବାବୁରେ ଅଣାକ୍ଷର 12 ଜପୁଥିବୁ, ଆଉ 32 ଉପରେ 16 ନାମ 32 ଜପିବୁ, 333 ଜଗିଥା କେହି କାହା ହେବେନି। ତିଆରି ଅଛି କହି ତ୍ରିବିଂଶରେ ଥୟ ରହିବ ନାହିଁ, ରାମଚନ୍ଦ୍ରରେ ତିନି ରଡ଼ିକେ ପାରିବ ସହି, ରାମଚନ୍ଦ୍ରରେ ଆଣ୍ଠୁଆ ଅଚ୍ୟୁତି କହି 19 ଠାରେ ଗୋଳ ହେବଇ, ରାମଚନ୍ଦ୍ରରେ ଯୋବରା ପରୀକ୍ଷା ତହିଁ, ରାମଚନ୍ଦ୍ରରେ ଟୋକା ଅଚ୍ୟୁତିର ବୋଲ, ଟଙ୍କା କେତେ ଅଣା ଲେଖ ସତ୍ୱର, ରାମଚନ୍ଦ୍ରରେ ଚାରି ଦେବତା ତୋହଳର, ରାମଚନ୍ଦ୍ରରେ ଯୋଗ କରିବୁ ତୁ ନେଇ, ଜାଗିଲେ କଳଙ୍କି ଦେଖିବୁ ଯାଇ, ରାମଚନ୍ଦ୍ରରେ ନିଜ ନାମ ଥାୟ ମନେ ଧ୍ୟାଇ, ରାମଚନ୍ଦ୍ରରେ। ମହାପୁରୁଷ କହିଲେ ବାବୁରେ ତ୍ରିବିଂଶ ଥୟ ରହିବନି, 3 ରଡ଼ି କିଏ ସହିବ? ଆଣ୍ଠୁଆ ଅଚ୍ୟୁତି କହୁଛି 19 ଠାରେ ଗୋଳ ହେବ, ଯୋବରା ପରୀକ୍ଷା ହେବ, ଟୋକା ଅଚ୍ୟୁତିର ବୋଲ, ଟଙ୍କା କେତେ ଅଣା ଲେଖ ସତ୍ୱର, 4 ଦେବତା ତଳର ଯୋଗ କରିବୁ, ଜାଣିଲେ ବଳକି ଦେଖିବୁ, ନିଜ ନାମକୁ ଧ୍ୟାନ କରୁଥିବୁ। ରାମରେ ଇଏ କଳିଯୁଗରେ ଲୋକ ଏମିତି କିଛି ଜାଣିନଥିବେ, ଆମେ ସବୁ ଜାଣିଛୁ, ଆମେ ଜ୍ଞାନୀ, ଏମିତି ବାସ୍ପଟ ମାରି ଲୋକ ପଇସା କମେଇବେ, ଖୁସିଆଇ ଚଳିବୁ ରାମ, କେବଳ ତୁ ତୋର ସୂତ୍ରଟି ପାଉଥିବୁ। ଅଣସୂତ୍ର କାରବାର, ସୂତ୍ର ନ ଜାଣିଲେ ଭୁଲିଯିବୁ, ଆଉ ଗୁରୁଙ୍କୁ କେବେ ଛାଡ଼ିବୁନି। ଗୁରୁ ସବୁବେଳେ ତୋର ମୁଖ୍ୟ। ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର, ଗୁରୁ ସାକ୍ଷାତ ପରମ ବ୍ରହ୍ମ ତସ୍ମୈ ସେ ଗୁରବେ ନମଃ। ତେଣୁ ଗୁରୁକୁ ଧଇଲେ ଏ କଥା ସବୁ ପାର ହେଇପାରିବ। ଆଜି ତ ସମୟ ହେଇଗଲାଣି, ଏବେ ଆଜି ପାଇଁ এই ମାଳିକା ଏଇଠି ରଖୁଛି। ପୁଣି ଆସନ୍ତାକାଲି ମା ବ୍ରହ୍ମେନ୍ଦ୍ରଗା ପୀଠରେ ଆପଣମାନଙ୍କୁ ମହାପୁରୁଷଙ୍କର ଯେଉଁ ଖେଦା ମାଳିକା ମୋ ନିକଟରେ ଅଛି ତାକୁ ପଢ଼ିକି ଆପଣଙ୍କୁ ଶ୍ରବଣ କରାଇବେ। ଆପଣ ଶ୍ରବଣ କରିବା ହେବେ। ଆଜି ପାଇଁ ତାହେଲେ ବିଦାୟ ଦିଅନ୍ତୁ। ବିଦାୟ ଦିଅନ୍ତୁ ଭାଇ ମନେ ପକାଉଥିବଟି, ବିଦାୟ ଦିଅନ୍ତୁ ଭାଇ କଳିଯୁଗ ଏକା ସାର, କଳିଯୁଗ ଏକା ସାର, ଏକା ହରି ନାମ ଗୋଟି। ବିଦାୟ ଦିଅନ୍ତୁ ଭାଇ ମନେ ପକାଉଥିବଟି, ବିଦାୟ ଦିଅନ୍ତୁ ଭାଇ। ହରି ଓମ୍। ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟଃ, ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କଶ୍ଚିତ୍ ଦୁଃଖ ଭାଗ ଭବେତ୍। ଶାନ୍ତି ଶାନ୍ତି ଶାନ୍ତି। ଜୟ ଜୟ ମହାପୁରୁଷ ତନ୍ତ୍ର ଜୀ କି ଜୟ।